ସମସ୍ତଙ୍କୁ ଶୁଭ ସକାଳ। ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍। କେମିତି ଲାଗିଲା ଏକ୍ସରସାଇଜ୍? ଭଲ ଲାଗିଲା? ଏକ୍ସରସାଇଜ୍ ଭଲ ଲାଗିଲା ନା ଡ୍ୟାନ୍ସ ଭଲ ଲାଗିଲା? ଓକେ, ଏନିୱେ, ତେଣୁ ଆଉ ଗୋଟେ ଶୁଭ ସକାଳକୁ ସମସ୍ତଙ୍କୁ ସ୍ୱାଗତ। ସମସ୍ତେ ଭଲ ରୁହନ୍ତୁ ଆଉ ଖୁସିରେ ରୁହନ୍ତୁ। ଠିକ୍ ଅଛି, ଆଜି ଗୋଟେ ଆମେ ଟପିକ୍ରେ ଡିସ୍କସ୍ କରିବା ଯେ ଆମ ମାଇଣ୍ଡ ଉପରେ। ଠିକ୍ ଅଛି, ଆମେ ଯେତେବେଳେ ଆମ ମାଇଣ୍ଡକୁ ଆମେ ଅବଜର୍ଭ କରୁ, ଆପଣମାନେ ବି ଆପଣଙ୍କ ମାଇଣ୍ଡକୁ ଅବଜର୍ଭ କରିଥିବେ, ସବୁ ମୁହୂର୍ତ୍ତରେ ଏଭ୍ରି ମୋମେଣ୍ଟ ଆମ ମାଇଣ୍ଡରେ କିଛି ନା କିଛି ଚାଲେ। ଭିତରେ ଆମେ କିଛି ନା କିଛି କହୁଥାଉ ମନକୁ ମନ, ଠିକ୍ ନା ନାହିଁ? ଏବଂ ଏ ଯେଉଁ କହିବାଟା ଚାଲିଥାଏ ଅନବରତ, ୱିଦାଉଟ୍ ଷ୍ଟପେଜ୍, ଠିକ୍ ନା ନାହିଁ? ଆମ ମାଇଣ୍ଡକୁ ଯଦି ଆମେ ଅବଜର୍ଭ କରିବା, ଆମେ ଆକ୍ଚୁଆଲି କ'ଣ କହୁଥାଉ ମାଇଣ୍ଡ ଭିତରେ କ'ଣ କହୁଥାଉ, ଯଦି ତାକୁ ଆମେ ଆରାମସେ ଦେଖିବା, ଆମେ ବି ନିଜେ ବି ଆଶ୍ଚର୍ଯ୍ୟ ହେବା, ଠିକ୍ ନା ନାହିଁ? କେଉଁଠୁ ସେ ଭାବନା ଆସିକି ଆମ ମନ ଭିତରେ ପ୍ରବେଶ କରେ ଏବଂ ସେ ଭିଡ଼ିଓ ପ୍ଲେ ହେଲା ଭଳିଆ ପୁରା କଣ୍ଟିନ୍ୟୁଅସ୍ଲି ପ୍ଲେ ହେଇ ଚାଲିଥାଏ। ଆମ ସବକନସିୟସ୍ ମାଇଣ୍ଡରେ ଆମେ ବି ଜାଣୁନଥାଉ ଆମ ମାଇଣ୍ଡ ଭିତରେ ଚାଲୁଥାଏ, ଠିକ୍ ନା ନାହିଁ? ଏତେ ମାତ୍ରାରେ ଚାଲେ ଯେ ଆମେ ଯେତେବେଳେ କୌଣସି କାମ ବି କରୁଥାଉ, ଆମେ ବି ଜାଣିପାରୁନା ଏଇ କାମଟା ଆମେ କେତେବେଳେ କରିସାରିଲୁଣି, ଠିକ୍ ନା ନାହିଁ? ମୁଁ ଠିକ୍ କହୁଛି ନା ନାହିଁ? ଫର୍ ଏକ୍ଜାମ୍ପଲ୍, ଆପଣ ରାସ୍ତାରେ ଚାଲୁଛନ୍ତି, ରାସ୍ତାରେ ଚାଲୁ ଚାଲୁ କେତେବେଳେ ରାସ୍ତା ମଝି ବି ପହଞ୍ଚି ଯାଇଥିବେ, ଆପଣଙ୍କୁ ଜଣାପଡ଼ିବନି। ଏଟା ବି କମ୍ କେସେସ୍ରେ ହୁଏ, କିନ୍ତୁ ମ୍ୟାକ୍ସିମମ୍ ଟାଇମ୍ ଆମର ସବକନସିୟସ୍ ମାଇଣ୍ଡ ଆମକୁ ଠିକ୍ ବାଟ ନେଇକି ଯାଏ। କିନ୍ତୁ ଏମିତି ବି ହୁଏ, ଆମେ ରାସ୍ତାରେ ଯେ 1 କିଲୋମିଟର 2 କିଲୋମିଟର କେତେବେଳେ ଅତିକ୍ରମ କରି ଯାଇଥିବା ଆମେ ବି ଜାଣିପାରୁନଥାଉ। କାହିଁକିନା ଆମ ମାଇଣ୍ଡ ଭିତରେ 24 ଆୱାର୍ସ କିଛି ନା କିଛି ଚାଲିଥାଏ। ଆମେ ଭାବୁଥାଉ, ଅଲଗା କିଛି ଭାବୁଥାଉ, ଠିକ୍ ନା ନାହିଁ? ଇଭିନ୍ ଆମେ ଯେତେବେଳେ କୌଣସି କାମ କରୁ, ଖାଉଥାଉ କିମ୍ବା ବ୍ରସ୍ କରୁଥାଉ, ଡେ ଟୁ ଡେ ଆକ୍ଟିଭିଟି ଆମେ ଯାହା ବି କରୁଥାଉ, ମ୍ୟାକ୍ସିମମ୍ ଟାଇମ୍ରେ ଆମେ କ'ଣ ହୁଏ, ସେ କାମଟା ଆମେ କେତେବେଳେ କରିଥାଉ, ଆପଣ ଯଦି ରିକଲ୍ କରିବେ, ଆପଣ ମନେ ପଡ଼ିବନି ଯେ ମୁଁ ସେ କାମଟା କେତେବେଳେ କରିଦେଲି। ତେଣୁ ଇଏ ମାଇଣ୍ଡର ଏ ଯେ ଏମିତି ଚାଲେ, ସତେ ଯେମିତି ଗୋଟେ ମୋବାଇଲରେ କିମ୍ବା ଲ୍ୟାପଟପ୍ରେ ଆପଣ ୱାନ୍ ବାଇ ୱାନ୍ ଗୋଟେ ପରେ ଗୋଟେ ଆପ୍ଲିକେସନ୍ ଖୋଲିଦେଲେ କଣ୍ଟିନ୍ୟୁଅସ୍ଲି। ଆପଣ ଗୋଟେ ଆପ୍ଲିକେସନ୍ ଖୋଲିଲେ, ସେ ଆପ୍ଲିକେସନ୍ ଭଲସେ ଖୋଲିଛି କି ନାହିଁ, ଆପଣ ଆଉ ଗୋଟେ ଆପ୍ଲିକେସନ୍ ଖୋଲିଦେଲେ ମୋବାଇଲରେ। ଆପ୍ଲିକେସନ୍ ମାନେ ଆପ୍ ଯେଉଁଟା କହୁଛେ ଆମେ, ମୋବାଇଲରେ ବହୁତ ଆପ୍ ଇନଷ୍ଟଲ୍ ହେଇକି ଅଛି, ଠିକ୍ ନା ନାହିଁ? ଆପଣ ଯଦି ମୋବାଇଲରେ ଗୋଟେ ଆପ୍ ଆପଣ ଖୋଲିଦେଲେ, ଓପନ୍ କରିଦେଲେ, ସେ ଆପ୍ କମ୍ପ୍ଲିଟଲି ଓପନ୍ ହେଇନାହିଁ କିମ୍ବା ଫଙ୍କସନ୍ ହେଇନାହିଁ, ଆପଣ ଆଉ ଗୋଟେ ଆପ୍ ଉପରେ କ୍ଲିକ୍ କରିଦେଲେ, ତେଣୁ ଆଉ ଗୋଟେ ଖୋଲିଲା, ସେ ଖୋଲିଛି ନାହିଁ ଆଉ ଗୋଟେ ଖୋଲିଦେଲେ। ଯଦି ଏଭଳି ମୋର୍ ଦେନ୍ 1 ଅର୍ ମୋର୍ ଦେନ୍ 2 ଆପ୍ ଆପଣଙ୍କର ବା ମଲ୍ଟିପଲ୍ ଆପ୍ସ ଯଦି ଆପଣଙ୍କର ଓପନ୍ ହେଇଯାଏ ମୋବାଇଲରେ, ଲାଷ୍ଟରେ କ'ଣ ହେବ? ମୋବାଇଲ ହ୍ୟାଙ୍ଗ୍ ହେଇଯିବ। ତାପରେ ଆପଣ କ'ଣ କରିବାକୁ ପଡ଼ିବ? ୟୁ ହ୍ୟାଭ୍ ଟୁ ସଟ୍ ଡାଉନ୍ ଦ ମୋବାଇଲ ଅର୍ ୟୁ ହ୍ୟାଭ୍ ଟୁ ସଟ୍ ଡାଉନ୍ ଦ ଲ୍ୟାପଟପ୍। ଆମ୍ ଆଇ ରାଇଟ୍? ତେଣୁ ଏ କେସ୍ରେ ଆମେ କ'ଣ କରିବା? ମୋବାଇଲ ସିନା ଆମେ ସଟ୍ ଡାଉନ୍ କରିଦେଲେ, ମୋବାଇଲକୁ ରିଷ୍ଟାର୍ଟ କରିଦେଲେ, ମୋବାଇଲ ପୁଣି ଠିକ୍ ହେଇଗଲା। ଆମ ମାଇଣ୍ଡକୁ କେମିତି ଆମେ ସଟ୍ ଡାଉନ୍ କରିବା କିମ୍ବା ଆମ ମାଇଣ୍ଡକୁ ଆମେ କେମିତି ରିଷ୍ଟାର୍ଟ କରିବା? ଆଚ୍ଛା, ଆମ ମାଇଣ୍ଡରେ କ'ଣ ପାଇଁ ଏତେ ସବୁ କଥା ଚାଲେ ବା ଆମେ ଥିଙ୍କିଂ କରୁଥାଉ? ପ୍ରଥମ କଥା ହେଲା ପ୍ରୋବ୍ଲେମ୍ସ। ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ପ୍ରୋବ୍ଲେମ୍ସ ଅଛି। କାହାର କମ୍ ପ୍ରୋବ୍ଲେମ୍ସ ଅଛି, କାହାର ବହୁତ ଗୁଡ଼ିଏ ପ୍ରୋବ୍ଲେମ୍ସ ଅଛି, ଠିକ୍ ନା ନାହିଁ? ଯେତେବେଳେ ଆମ ଲାଇଫ୍ରେ ପ୍ରୋବ୍ଲେମ୍ ବହୁତ ହେଇଯାଏ ଏବଂ ତାକୁ ଆମେ ସମାଧାନର ୱେ ଆମେ ଫାଇଣ୍ଡ ଆଉଟ୍ କରିନପାରୁ, ମାନେ ସମାଧାନ ରାସ୍ତା ଆମେ ପାଉନଥାଉ, ଆମ ମାଇଣ୍ଡ ଭିତରେ କଣ୍ଟିନ୍ୟୁଅସ୍ଲି ସେ ପ୍ରୋବ୍ଲେମ୍ କ'ଣ ପାଇଁ ହେଲା, ମାନେ ସେ ପ୍ରୋବ୍ଲେମ୍ ରିଲେଟେଡ଼୍ ଯାହା ବି ଥଟ୍ ଅଛି, ଆମ ମାଇଣ୍ଡ ଭିତରେ କ'ଣ ହୋଇଥାଏ, ସେସବୁ ପ୍ଲେ ହେଇଥାଏ, ଠିକ୍ ନା ନାହିଁ? ଆଉ କ'ଣ ପାଇଁ ହୁଏ ମାଇଣ୍ଡ ଭିତରେ? ଗୋଟେ ହେଉଛି ହାଇପୋଥେଟିକାଲ୍ ପ୍ରୋବ୍ଲେମ୍। ହାଇପୋଥେଟିକାଲ୍ ପ୍ରୋବ୍ଲେମ୍ ମାନେ ହେଉଛି ଯେଉଁ ପ୍ରୋବ୍ଲେମ୍ ଫ୍ୟୁଚର୍ରେ ଆସିବ କି ନାହିଁ ଆମକୁ ଜଣା ନଥାଏ, କିନ୍ତୁ ତା ବିଷୟରେ ଆମେ ଓରିଡ୍ ହେଇଯାଉ ଏବଂ ମାଇଣ୍ଡ ଭିତରେ ଡିଫରେଣ୍ଟ କାଇଣ୍ଡସ୍ ଅଫ୍ ଥଟ୍ ଆମର ଚାଲିଥାଏ। ଇଏ ହେଲା ଗୋଟେ ପ୍ରୋବ୍ଲେମ୍। ଆଉ କ'ଣ ହେଉଛି, ଆମର ପ୍ରଫେସନ୍ ରିଲେଟେଡ଼୍, ଜବ୍ ରିଲେଟେଡ଼୍, କାମ ରିଲେଟେଡ଼୍ ଯାହା ବି ସବୁ ଅଛି, ସେ ବି ମାଇଣ୍ଡ ଭିତରେ ଚାଲୁଥାଏ। ଏଭଳି ଡିଫରେଣ୍ଟ କାଇଣ୍ଡସ୍ ଅଫ୍ ଥିଙ୍କିଂ ବା ଡିଫରେଣ୍ଟ କାଇଣ୍ଡସ୍ ଅଫ୍ ଥଟ୍ ଆମ ମାଇଣ୍ଡ ଭିତରେ କ'ଣ ହେଉଥାଏ ନା ପ୍ଲେ ହେଉଥାଏ, ଠିକ୍ ନା ନାହିଁ? ବା ଆଉ କୌଣସି ପ୍ଲେ ହେଉଥାଏ, ବା ଆମେ ଯେତିକି ଇନ୍ ଟାଇମ୍ରେ ଆମେ କାମ ନ କରୁ, ଆମେ ତରବରରେ କାମଟା କରିବା ପାଇଁ ଚେଷ୍ଟା କରୁ, ସେତେବେଳେ ମାଇଣ୍ଡ ଭିତରେ ଆହୁରି ଓରିଡନେସ୍ ଆସେ ବା ଆମେ ଓରିଡ୍ ହେଇଯାଉ ଯେ କାମ ହେଇପାରିଲାନି, ସେ କାମ କେତେବେଳେ କରିବି, ଏଇଭଳି ବି ହୁଏ, ଠିକ୍ ଅଛି ନା ନାହିଁ? ତେଣୁ ଏଇଭଳି ଭାବରେ ଆମର ବିଭିନ୍ନ ପ୍ରକାର ଥଟ୍ ଆମ ମାଇଣ୍ଡ ଭିତରେ ଚାଲେ
ଏବଂ ଆମକୁ କ'ଣ କରିଦିଏ ନା ଅସ୍ତବ୍ୟସ୍ତ ଆମକୁ ମଧ୍ୟ କରିଦିଅନ୍ତି ସେ ଥଟ୍। ଆମେ ନିଜେ ବି ଇରିଟ୍ ହେଇଯାଉ, ଠିକ୍ ନା ନାହିଁ। ଶେଷରେ ଆମେ ବିରକ୍ତି ବି ହଉ, ମାଇଣ୍ଡ ବି ଟାୟାର୍ଡ଼ ହେଇଯାଏ, ଆଉ ବ୍ରେନ୍ ଟାୟାର୍ଡ଼ ହେଇଗଲେ ଆମକୁ ଶୋଇବାକୁ ଇଚ୍ଛା ହୁଏ, ଆମକୁ ରେଷ୍ଟ ନେବାକୁ ଇଚ୍ଛା ହୁଏ, ଆମ କାମରେ ବାଧାପ୍ରାପ୍ତ ହୁଏ, ଠିକ୍ ନା ନାହିଁ। ଜେନେରାଲି ମ୍ୟାକ୍ସିମମ୍ କେସେସ୍ରେ ଆମେ ଦେଖିଥାଉ ଆମକୁ କିଏ କ'ଣ କହିଲା, ଆମକୁ କିଏ ସମାଲୋଚନା କଲା, ଆମ ଏଗେନ୍ଷ୍ଟରେ କିଏ କ'ଣ କମେଣ୍ଟ କଲା, ତାକୁ ଆମେ ଏଇ ବ୍ରେନ୍ରେ ମାଇଣ୍ଡରେ ଭରିକି ଆମେ ତା ବିଷୟରେ ବି ଅନନେସେସାରୀ ଆମେ ଥଟ୍ କ୍ରିଏଟ୍ କରୁ, ଠିକ୍ ନା ନାହିଁ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଥଟ୍ ଆସେ। ତ ପ୍ରଥମ କଥା ଆମେ ଷ୍ଟେପ୍ ୱାଇଜ୍ ଦେଖିବା ଯେ ପ୍ରୋବ୍ଲେମ୍ସ ଲାଇଫ୍ ଅଛି ମାନେ ପ୍ରୋବ୍ଲେମ୍ସ ଅଛି, ଏଟା ଆପଣ ଲେଖିକି ରଖନ୍ତୁ। ମାଇଣ୍ଡ ଭିତରେ ଆପଣ ଏଟାକୁ ବି ଖୋଦେଇ କରିକି ରଖନ୍ତୁ। ଯେଉଁମାନେ ବି ୟଙ୍ଗ ଅଛନ୍ତି, କମ୍ ଏଜ୍ ଅଛି, ସେମାନେ ଲାଇଫ୍ରେ ଆଗକୁ ଯିବେ। ଲାଇଫ୍ ଯେତେ ଆଗକୁ ଯିବ ପ୍ରୋବ୍ଲେମ୍ ସେତେ ବଡ଼ ବଡ଼ ପ୍ରୋବ୍ଲେମ୍ ଆସିବ। ତେଣୁ ଏକଥା ଆମେ ମାଇଣ୍ଡରେ ସେଟଅପ୍ କରିବା ଉଚିତ ଯେ ଲାଇଫ୍ ମିନ୍ସ ପ୍ରୋବ୍ଲେମ୍ସ, ବୁଝିଲା କି ନାହିଁ। ତେଣୁ ଆମର କାମ ହେଲା ଆମର ସ୍କିଲ୍କୁ ଡେଭଲପ୍ କରିବାକୁ ପଡ଼ିବ। କ'ଣ ସ୍କିଲ୍? ସଲଭିଂ ଦ ପ୍ରୋବ୍ଲେମ୍ସ। ପ୍ରଥମ ଏଇ ସ୍କିଲ୍ଟାକୁ ଆପଣମାନେ ଆଗେ ହାସଲ କରନ୍ତୁ, ଠିକ୍ ଅଛି। ତେଣୁ ପ୍ରଥମ କାମ ହେଉଛି ଆମେ ଆମର ମାଇଣ୍ଡକୁ ଏମିତି ଟ୍ରେନ୍ କରିବା ଦରକାର ଯେ ପ୍ରୋବ୍ଲେମ୍କୁ ସଲ୍ଭ କରିପାରୁଥିବ। ଆପଣ ଯେତେ ପ୍ରୋବ୍ଲେମ୍ ସଲ୍ଭ କରିପାରିବେ ଆପଣ ଏ ଦୁନିଆରେ ସେତେ ମାତ୍ରାରେ ସେତେ ତିଷ୍ଠିକି ରହିପାରିବେ। ଯଦି ଆପଣଙ୍କ ପାଖରେ ପ୍ରୋବ୍ଲେମ୍ସକୁ ସମାଧାନ କରିବାର କୌଣସି କ୍ୟାପାବିଲିଟି ନାହିଁ, ସ୍କିଲ୍ ନାହିଁ, ଦକ୍ଷତା ନାହିଁ, ତେଣୁ ଏଠି ବଞ୍ଚିବା ବହୁତ କଷ୍ଟକର ହେଇଯିବ, ବହୁତ କଷ୍ଟକର। ତେଣୁ ପ୍ରୋବ୍ଲେମ୍ ଆସିଲେ ତାକୁ ଆମେ ଆରାମସେ ଶାନ୍ତ ମନରେ ବସିକି ଯେ ସେ ପ୍ରୋବ୍ଲେମ୍ର ରୁଟ୍ କଜ୍ କ'ଣ, ତା'ର କଜ୍କୁ ଆମକୁ ପ୍ରଥମେ ସର୍ଚ୍ଚ କରିବାକୁ ପଡ଼ିବ, ଫାଇଣ୍ଡ ଆଉଟ୍ କରିବାକୁ ପଡ଼ିବ। ତେଣୁ ସେ କଜ୍କୁ ଆମେ ଖୋଜିକି ତା'ର ସମାଧାନ ରାସ୍ତା ଆମ ନିଜକୁ ବି ହିଁ ଆମକୁ ବାହାର କରିବାକୁ ପଡ଼ିବ, ଠିକ୍ ନା ନାହିଁ। ସ୍ୱାମୀ ବିବେକାନନ୍ଦ କହିଥିଲେ, ତାଙ୍କ ଗୋଟେ କୋଟେସନ୍ ଅଛି ଯେ ଏଠି ଦୁନିଆରେ ଆପଣ ପାଇଁ ରାସ୍ତା ତିଆରି ହେଇକି ନାହିଁ, ଆପଣଙ୍କୁ ଖୁଦ୍ ଏଠି ରାସ୍ତା ତିଆରି କରିବାକୁ ପଡ଼ିବ ଏବଂ ସେ ରାସ୍ତାରେ ଚାଲିବାକୁ ପଡ଼ିବ, ଏଇଟା ମନେ ରଖିଥିବେ। ତେଣୁ ସେ ରାସ୍ତାରେ ଚାଲିଲା ବେଳେ ପ୍ରୋବ୍ଲେମ୍ ବି ଆସିବ, ବାଧା ବି ଆସିବ, ବିଘ୍ନ ବି ଆସିବ ଏବଂ ତାକୁ ଓଭରକମ୍ କରିକି ଆମକୁ ଆଗକୁ ଯିବାକୁ ହିଁ ପଡ଼ିବ, ଠିକ୍ ଅଛି। ତେଣୁ ଇଏ ହେଲା ପ୍ରୋବ୍ଲେମ୍ କଥା। ତେଣୁ ପ୍ରୋବ୍ଲେମ୍କୁ ଆମ ମାଇଣ୍ଡ ସବୁବେଳେ ପ୍ରୋବ୍ଲେମ୍କୁ ସଲ୍ଭ କରିବା ଉପରେ ଫୋକସ୍ ରହିବା ଉଚିତ, ଯାହାଫଳରେ ଆମ ମାଇଣ୍ଡ କେବେ ଓରିଟ୍ ହେବ ନାହିଁ, ଠିକ୍ ଅଛି। ସେକେଣ୍ଡ ଥିଙ୍ଗ ହେଉଛି ଆମର ହାଇପୋଥେଟିକାଲ୍ ପ୍ରୋବ୍ଲେମ୍। ହାଇପୋଥେଟିକାଲ୍ ପ୍ରୋବ୍ଲେମ୍ ମିନ୍ସ ଦ ପ୍ରୋବ୍ଲେମ୍ସ ହୁଇଚ୍ ଇଜ୍ ଏକ୍ସପେକ୍ଟେଡ୍ ଟୁ କମ୍ ଇନ୍ ଫ୍ୟୁଚର୍, ଓକେ। ତେଣୁ ଯେଉଁ ପ୍ରୋବ୍ଲେମ୍ ଫ୍ୟୁଚର୍ ଆସିନାହିଁ ତା ଆଗରୁ ଯଦି ଆମେ ଓରିଟ୍ ହେବା ସେତେ ଲାଭ କ'ଣ? ତେଣୁ ଯଦି ଆପଣମାନେ ଭାବୁଛନ୍ତି ଫ୍ୟୁଚର୍ରେ କୌଣସି ପ୍ରୋବ୍ଲେମ୍ ଆସିବାର ପସିବିଲିଟି ଅଛି, ଆପଣ ସେ ପ୍ରୋବ୍ଲେମ୍କୁ ବେସ୍ କରିକି ତା'ର ସମାଧାନ ରାସ୍ତା ଏବେ ଭାବିକି ରଖନ୍ତୁ। ପ୍ରୋବ୍ଲେମ୍ ଆସିଲେ ସଙ୍ଗେ ସଙ୍ଗେ ସେ ରୁଲ୍ସ ଆପଣ ଆପ୍ଲାଏ କରିବେ, ଦେନ୍ ୟୁ ୱିଲ୍ ସଲ୍ଭ ଦ ପ୍ରୋବ୍ଲେମ୍ସ, ଓକେ। ନେକ୍ସଟ କଥା ହେଉଛି ଯେ ମାଇଣ୍ଡରେ ଯେଉଁ ଅନନେସେସାରୀ ଥଟ୍ ଆସୁଛି ହୁଇଚ୍ ଇଜ୍ ବେସ୍ଲେସ୍, କୌଣସି ତା'ର ବେସ୍ ନାହିଁ ସେ ଥଟ୍ରେ, ଠିକ୍ ଅଛି। ତେଣୁ ତାକୁ ଆମକୁ ଷ୍ଟପ୍ କରିବାକୁ ପଡ଼ିବ। କେମିତି ଷ୍ଟପ୍ କରିବା? ଆମେ ଧୀରେ ଧୀରେ ଆଗକୁ ଯିବା, ଇଏ ଗୋଟେ କଥା। ଆଉ ଗୋଟେ କଥା ହେଉଛି ଯେ ଆମକୁ କିଏ କ'ଣ ସମାଲୋଚନା କଲା, ଆମ ଏଗେନ୍ଷ୍ଟରେ କିଏ କ'ଣ କମେଣ୍ଟ କଲା, ଆମକୁ କିଏ ଭଲ କହିଲା, କିଏ ମନ୍ଦ କହିଲା, ତାକୁ ଆମ ବ୍ରେନ୍ରେ ବା ମାଇଣ୍ଡରେ ପୁରେଇବାର ନାହିଁ, ଠିକ୍ ଅଛି। ଯଦି କିଏ ଆମକୁ ଭଲ କହିଲା ବା ଆମକୁ ପ୍ରଶଂସା କଲା, ଦ୍ୟାଟ୍ସ ଓକେ, ନୋ ପ୍ରୋବ୍ଲେମ୍। ତାକୁ ବି ମାଇଣ୍ଡରେ ପୁରେଇକି ଅଧିକା ମାତ୍ରାରେ ଏକ୍ସାଇଟମେଣ୍ଟ ହେବାର ଉଚିତ ନୁହଁ, ଠିକ୍ ଅଛି। ସବୁବେଳେ ନିଜ କାମ ଉପରେ ଫୋକସ୍ କର। କୌଣସି କିଏ ଆମକୁ ରିୱାର୍ଡ଼ ଦେବ କିଏ ନ ଦେବ, ଦ୍ୟାଟ୍ ଇଜ୍ ନନ୍ ଅଫ୍ ଆୱାର ବିଜନେସ୍, ଠିକ୍ ଅଛି। ତେଣୁ ଇଏ ହେଲା ଗୋଟିଏ କଥା। ସେକେଣ୍ଡ କଥା ହେଲା ଆମ ଏଗେନ୍ଷ୍ଟରେ କିଏ କ'ଣ କମେଣ୍ଟ କରୁଛି ବା ଆମକୁ କିଏ ସମାଲୋଚନା କରୁଛି ତାକୁ ବି ଆପଣ ଧ୍ୟାନ ଦିଅନ୍ତୁ ନାହିଁ। ସେଥିରେ ଆମର ତାକୁ ଶୁଣିଲେ ଆମର କୌଣସି ଲାଭ ହେବ ନାହିଁ, ବରଂ ତାକୁ ଯଦି ମାଇଣ୍ଡରେ ପୁରେଇବା ଆମର ନିଜର କ୍ଷତି ହେବ, ଠିକ୍ ଅଛି। ତେଣୁ ଯିଏ ଯାହା କହୁଛି ତା ବାଟ ଛାଡ଼ି ଦିଅନ୍ତୁ, ଲାଇଟ୍ ଇଟ୍। ଇଏ ହେଲା ଗୋଟିଏ କଥା। ତେଣୁ ଏଇଭଳି ଭାବରେ ଆମେ ଧୀରେ ଧୀରେ ଷ୍ଟେପ୍ ୱାଇଜ୍ ମାଇଣ୍ଡରୁ ସବୁ ଥଟ୍କୁ ଆମକୁ କ୍ଲିୟର୍ କରିବାକୁ ପଡ଼ିବ, ଠିକ୍ ଅଛି। ଲାଷ୍ଟ କଥା ହେଲା ଆମର ଯେଉଁ ଅନନେସେସାରୀ ଥଟ୍ସ କ୍ରିଏଟ୍ ହେଉଛି ଅଟୋମେଟିକ୍, ସେଟା ଗୋଟେ ମାଇଣ୍ଡରେ ହ୍ୟାବିଟ୍ ହେଇଯାଇଛି ବା ଟ୍ରେଣ୍ଡ ହେଇଯାଇଛି। ସେ ଟ୍ରେଣ୍ଡକୁ ଆମକୁ ବ୍ରେକ୍ କରିବାକୁ ପଡ଼ିବ, ଠିକ୍ ଅଛି।
तापाई केतरा आमको स्टेप फॉलो करा पड़ो। तेणु माइंड्र थॉट को आम के 100% कंट्रोल कर पारिबा नहीं, कि हाँ बहुत मात्रा आम कंट्रोल कर दे पारिबा। ठीक अच्छे। तेणु आमको कौन करा पड़ो ना आमको गोटे हैबिट आने पड़ो। ठीक अच्छे। माइंड को ट्रेन करा पड़ो। माइंड हूँ गोटे छोट पिला भली। ठीक अच्छे। माइंड हूँ गोटे छोट पिला भली। आपण ताकू जेते स्नेह ताकू गेल करेंगे साकुलेबे, तेणु सी आपण कथा मान। ठीक अच्छे। पूरा एक्जाक्टली माइंड हूँ गोटे छोट पिला भली। तेणु जमी छोट पिला को प्रथम ताकू शिखा जाए, मोराल भैल्यू दि जाए, संस्कार शिखा जाए, कथा कहवा शिखा जाए, क्या केमी व्यवहार देखावा कथा ताकू भी शिखा जाए। एक्जाक्टली माइंड को मध्य बहुत जिन आमको शिखेवा को पड़े। बाय यूजिंग आवर इंटेलिजेंस वी हैव टू ट्रेन आवर माइंड। ठीक अच्छे। आमको भगवान सृष्टि करछंती, आमको इंटेलिजेंस देचंती, आमको बुद्धि देचंती। से कहा जाए मनीष होउची ये पृथ्वीर सबुठारु श्रेष्ठ प्राणी। तेणु से श्रेष्ठत्व आमको मध्य बजाय रखा पड़ो। भगवान विश्वास को आमको बजाय रखा पड़ो। ठीक अच्छे। तेणु प्रथम कथा है आमको माइंड को आम कौन करा पड़ो, ट्रेन करने को पड़ो। केतला स्टेप फॉलो करवा आम के अभ्यास आने को पड़ो। से स्टेप मु कहूँ। प्रथम कथा आम गोटे माइंड आसे जे आम मेडिटेशन करवा। जिते बड़े माइंड आमर अतिरिक्त हैंग हो जाए बा बहुत थॉट्रे भाराक्रांत हो जाए, आम जनरली प्रिफर करूँ आम मेडिटेशन करवा। मेडिटेशन कले कौन हम ना आम ध्यान रे बसु, कंसंट्रेशन करने को आम चेष्टा करूँ। जिते बड़े आम मेडिटेशन करी कंसंट्रेशन करूँ, आम आखि बुझिकी बसु कि आखि खुला करके बसु, आम कौन करूँ ना आमर माइंडटा को गोटे जगह फोकस करूँ। ठीक अच्छे। किंबा आम मैक्सिमम टाइम आम कौन करूँ ना आमर ये सेंटर जगार भी आम माइंड को फोकस करूँ। किंबा आखि बुझिकी आम बसला परे आम ब्रीदिंग उपरे आम कनसेंट्रेट करूँ। आम ब्रीदिंग रे किमिति इनहेल होउची किमिति एक्सहेल होउची तापर भी आम कनसेंट्रेट कले माने आम माइंडटा गोटे जगह फोकस हो गला। ता माने होउची या माइंड रे कंसंट्रेशन माने कौन, जेते माइंडटा गोटे जगह कंसंट्रेशन हो आउ डिफरेंट काइंड्स ऑफ थॉट आसीबनी। किंतु ए जिनस हम ना एत सहज नुहे, इट्स नॉट इजी। तो आमको बहुत अभ्यास करा पड़ो। तेणु आम भी आउट कथा आम तो आखि बुझिकी आम बसु मेडिटेशन करने कि आखि खुला करके बसु, माइंड रे बहुत कथा भी आम आसी जाए, विभिन्न बहुत जिन भी माइंड रे प्ले हुए, थॉट भी कंट्रोल करी हुए। सेकेंड कथा है आम मेडिटेशन केते समय बसी पारिबा, 5 मिनट 10 मिनट 15 मिनट आउ पेशेंस रही बसी पारिबा नहीं। ताहले कौन करवा उपाय कौन, आम माइंड को किमिति कंसंट्रेट करवा कि गोटे कंट्रोल थॉट्स को कंट्रोल करवा। तेणु गोटे आम छोट अभ्यास करवा कहूँ जे जिते बड़े आम डे टू डे लाइफ रे आम काम करुचे। हाँ एक कथा पूर्व भिडियो भी कही, जिते आम डे टू डे लाइफ रे आम काम करुचे प्रत्येक काम को आम ध्यान सहित करवा। ताने आम जे काम आम करुचे से काम उपर आम कनसेंट्रेट करवा। फॉर एग्जांपल आम सका उठिलु, आम फास्ट काम है आम सका उठिकी मुहटा धोइबा। तेणु मुह धोइला बेले आमर फोकस भी रहा दरकार जे मु केमिति मुह धोउछि, माने टेप रु केमिति बा कूअरु केमिति मो पानी नौछि, मुहरे लगाउछि, मुह धोउछि। ठीक से भली तापर जो आम ब्रश करने पे जाऊे मु केमिति ब्रश नौछि, सेथिरे पेस्ट लगाउछि, दांत रे केमिति मु घसुछि। प्रत्येक जिनिस रे आमर ध्यान रहा उचित। ये तो मु गोटे दुटा एग्जांपल देली। यही भाव में फॉर एग्जांपल आम रास्तार जाऊे, रास्तार चलला बेले प्रत्येक स्टेप उपर आमर ध्यान रहा उचित। आम प्रत्येक स्टेप केमिति पकाउछे केमिति जाऊे, यही भली प्रत्येक काम आम डे टू डे लाइफ रे जहाँ भी करुचे। फॉर एग्जांपल मुझे आपण सहित कथा होछि बा वीडियो रिकॉर्ड करुछि, तेणु मोर 100% कंसंट्रेशन फोकस रही केवल मु कौन कहबी एवं केमिति रिकॉर्ड होछि। ठीक ना नहीं, ये समय अलग कौन थॉट ना ताने कौन मो माइंड गोटे जगह कंसंट्रेट हो गला। ठीक से भली आम डे टू डे लाइफ रे जदि प्रत्येक काम को आम कंसंट्रेशन सहित करवा, ठीक ना नहीं, धीरे धीरे कौन हम ना माइंड आमर ट्रेंड हो गोटे जगार फोकस हबार अभ्यास से पड़ीज। तेणु धीरे धीरे माइंड आमर कौन हो फोकस हो। ठीक अच्छे। तेणु ये आम अभ्यासटा ये अभ्यास भी एत शीघ्र हम ना आमको करने पड़ो। फॉर एग्जांपल आप ट्राई कले माइंड को कंसंट्रेट करने गोटे जगह फोकस करने ये भी फेल मार, माइंड तुमको धोखा दब। ठीक अच्छे। तेणु एथिरे व्यस्त न होइकी आपण चेष्टा करेंगे
କଥାରେ କୁହାଯାଏ ଆପଣ ଯେ କାମ କରିବା ପାଇଁ ଯଦି ହୃଦୟରୁ ଥରେ ଚାହୁଁଛନ୍ତି ଦିନେ ନା ଦିନେ ଆପଣ ସେଇ କାମର ସକ୍ସେସ୍ ହେବେ। ଏଇଟା ପ୍ରାକ୍ଟିକାଲି ପ୍ରୁଭେନ୍, ଏଇଟା ପ୍ରୁଭ୍ ହେଇଛି। ଆପଣ ଯଦି ହୃଦୟରୁ ନିଷ୍ଠାପର ସହିତ ୱିଦାଉଟ୍ ହାର୍ମିଂ ଏନି ୱାନ୍, ଆପଣ ଯଦି ଭଲ ପାଇଁ କୌଣସି କାମ କରିବା ପାଇଁ ହୃଦୟରୁ ଚାହୁଁଛନ୍ତି ସେ କାମ ଦିନେ ଦିନେ ଆପଣ ସକ୍ସେସ୍ ହେବ। ତେଣୁ ଆପଣ ନିଜର ଭଲ ପାଇଁ ନିଜ ମାଇଣ୍ଡକୁ ସୁସ୍ଥ କରିବା ପାଇଁ ଆପଣ ଏ କାମ କରିବେ ମାନେ ହୃଦୟରୁ ଚାହୁଁଛନ୍ତି ଏବଂ ଧୀରେ ଧୀରେ ଅଭ୍ୟାସ କରୁଛନ୍ତି, ଷ୍ଟେପ୍ ଆଗକୁ ବଢ଼ାଉଛନ୍ତି, ଦିନେ ଦିନେ ଆପଣ ସକ୍ସେସ୍ ହେବେ। ଠିକ୍ ଅଛି। ତେଣୁ ଏଇଭଳିଆ କରିବା ଦ୍ୱାରା ଆମର ମାଇଣ୍ଡ କ'ଣ ହେବ, କନସେନ୍ଟ୍ରେସନ୍ ହେବ, which is called the real meditation. Okay, all the best. Thank you very much for watching this video. Bye bye.